ଯେଉଁମାନେ ତ ସୁଭଦ୍ରା ଯୋଜନା ପଇସା ପାଇଯାଇଛନ୍ତି ସେମାନେ ବହୁତ ଖୁସି। ଆଉ ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ପଇସା ପାଇନାହାନ୍ତି, ସେ ଆପ୍ଲାଏ କରିଥିଲେ, ସେମାନଙ୍କ ମନ ବହୁତ ଦୁଃଖ। ସେମାନେ କହୁଛନ୍ତି ଯେ ଆମେ ତ ଆପ୍ଲାଏ କରିଥିଲୁ, ସେମାନେ ତ ଆପ୍ଲାଏ କରିଥିଲେ, କିନ୍ତୁ ସେମାନଙ୍କର ପଇସା ଆସିଛି କିନ୍ତୁ ଆମମାନଙ୍କର ପଇସା ଆସିନାହିଁ କାହିଁକି? ଗଭର୍ଣ୍ଣମେଣ୍ଟର କହିବା ଅନୁସାରେ ଆମେ ମଧ୍ୟ ଆଧାରରେ ନମ୍ବର ଲିଙ୍କ କରିଥିଲୁ, ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଡେବିଟ୍ଟି ଅନଏବୁଲ୍ କରିଥିଲୁ, କିନ୍ତୁ ଆମେ ପଇସା ପାଇଲୁନି, ସେମାନେ ପଇସା ପାଇଲେ କାହିଁକି? ଯେଉଁ ବହୁତ ମା ମାଉସୀ ମାନେ ମୋତେ 1 ଟଙ୍କା ଆକାଉଣ୍ଟକୁ ଆସିବା ଦେଖି ସେମାନେ ଖୁସି ହୋଇଯାଇଥିଲେ ଏବଂ ଯେଉଁମାନଙ୍କର 1 ଟଙ୍କା ଆସିନଥିଲା ସେମାନେ ଭାବିଥିଲେ ବୋଧେ ଆମେ ଏ ସୁଭଦ୍ରା ଯୋଜନା ପଇସା ପାଇପାରିବୁନି, କିନ୍ତୁ ଦେଖାଯାଇଛି ଯେ 1 ଟଙ୍କା ଯେଉଁମାନେ 1 ଟଙ୍କା ପାଇନଥିଲେ ସେମାନଙ୍କୁ ପଇସା ମିଳିସାରିଛି, କିନ୍ତୁ ଅନ୍ୟ ଯେଉଁମାନେ 1 ଟଙ୍କା ଆସିଥିଲା କିଛି ଜଣ ରହିଯାଇଛନ୍ତି ସେମାନଙ୍କୁ ମଧ୍ୟ ପଇସା ଆସିନି। ତାହା ଦେଖିଲା ପରେ ଜନସେବା କେନ୍ଦ୍ର ବ୍ୟାଙ୍କରେ ବହୁତ ମଧ୍ୟ ଗହଳି ଲାଗିଯାଇଥିଲା। ଆମର କ'ଣ ପ୍ରୋବ୍ଲେମ୍ ରହିଛି, ଆମର ଡେବିଟ୍ ଅନଏବୁଲ୍ ଅଛି କି ନାହିଁ, ଏବଂ ଜନସେବା କେନ୍ଦ୍ରରେ ପଚାରିଥିଲେ ଆମ ଫର୍ମଟି ଠିକ୍ ପଡ଼ିଥିଲା କି ନାହିଁ। ତା ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ଯେଉଁମାନଙ୍କର ଆକାଉଣ୍ଟ ଠିକ୍ ନାହିଁ, କିଛି ଭୁଲ ଭଟକା ରହିଯାଇଛି, ସେମାନଙ୍କର ପଇସା ମିଳିନାହିଁ। ଆପଣ ଏବେ ଯେଉଁ ସୁଭଦ୍ରା ଯୋଜନାରେ ଆପ୍ଲାଏ କରିଛନ୍ତି ତ ଠିକ୍ ଭାବେ ଆପଣ ଆପ୍ଲାଏ କରନ୍ତୁ, ଯେମିତି ଆପଣଙ୍କର ରିଜେକ୍ଟ ନ ହେଉ। ସୁଭଦ୍ରା ଯୋଜନା ଯେଉଁମାନେ ସବୁ ଆପ୍ଲାଏ କରିଥିଲେ 2000 ସୁଭଦ୍ରା ଯୋଜନାର ଫର୍ମ ରିଜେକ୍ଟ ହୋଇଯାଇଛି, ଆପଣମାନେ ଜାଣିଥିବେ, ପଇସା ଆସିପାରିନି ବୋଲି ପ୍ରଭାତୀ ମ୍ୟାମ୍ କହିଛନ୍ତି। ଯେଉଁମାନେ ବି ଆପ୍ଲାଏ କରିଛନ୍ତି ଏହି ସୁଭଦ୍ରା ଯୋଜନାଟିକୁ, ତ ବର୍ତ୍ତମାନ ଆପଣ ଠିକ୍ ଭାବେ ଆପ୍ଲାଏ କରନ୍ତୁ। ଆପଣ ଯଦି ଆପ୍ଲାଏ କରିଛନ୍ତି ଜାଣି ରଖନ୍ତୁ କେମିତି ଆପ୍ଲାଏ କରିବେ, କ'ଣ ସବୁ ମୋର ଯଦି ଭୁଲ ଭଟକା ନ ହେବ, ଆକାଉଣ୍ଟ ଭୁଲ ଭଟକା ନ ହେବ, ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ଆପଣ ପ୍ରଥମେ ଜାଣନ୍ତୁ। ପ୍ରଥମେ ଆପଣ ଆଧାର କାର୍ଡ଼ରେ ମୋବାଇଲ ନମ୍ବରକୁ ଲିଙ୍କ କରାନ୍ତୁ। ଆପଣଙ୍କର ଯଦି ଲିଙ୍କ ଅଛି ଠିକ୍ ଅଛି, ଯଦି ଲିଙ୍କ ନାହିଁ ଆପଣଙ୍କୁ ନିଶ୍ଚିନ୍ତ ଲିଙ୍କ କରିବାକୁ ପଡ଼ିବ। ଆପଣଙ୍କର ଲିଙ୍କ ଅଛି କି ନାହିଁ ମୋବାଇଲ ନମ୍ବର ଆଧାର କାର୍ଡ଼ରେ, ଆପଣ UIDAI ୱେବସାଇଟ୍କୁ ଯିବେ, ସେଠି ଜାଣିପାରିବେ ଯେ ଆପଣଙ୍କର ଆଧାର କାର୍ଡ଼ରେ ମୋବାଇଲ ନମ୍ବର ଲିଙ୍କ ଅଛି କି ନାହିଁ। UIDAIରେ ଆପଣ ଦେଖିବେ, ତାପରେ ଜାଣିବେ, ତାପରେ ଆଧାର କାର୍ଡ଼ରେ ଆପଣଙ୍କର ସ୍ୱାମୀ କିମ୍ବା ପିତାଙ୍କ ନାମ ଠିକ୍ ଅଛି କି ନାହିଁ ଆପଣ ସେଠି ବି ଦେଖିବେ। ଠିକ୍ ଯଦି ନାହିଁ ତ ଠିକ୍ କରାଇ ନେବେ। ତା ସହିତ କ'ଣ କରିବେ ନା ଆପଣମାନେ ଦେଖିବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡେବିଟ୍ ଅନଏବୁଲ୍, ଯେଉଁଟାକି ଆପଣଙ୍କ ଆଧାର କାର୍ଡ଼ରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଧାର କାର୍ଡ଼ଟା ସିଡ଼ିଂ ଅଛି କି ନାହିଁ। ଯଦି ଆପଣଙ୍କର ସିଡ଼ିଂ ନାହିଁ ତ ନିଶ୍ଚୟ ଭାବେ ସିଡ଼ିଂ କରିବେ। ଆଧାର କାର୍ଡ଼ ସିଡ଼ିଂ ଅଛି କି ନାହିଁ ଆପଣ ମଧ୍ୟ UIDAI ୱେବସାଇଟ୍କୁ ନେଇ ନିଶ୍ଚୟ ଭାବେ ଦେଖିବେ। ଯଦି ସେଠି ଆପଣଙ୍କର ଦେଖାଉଛି ଆପଣଙ୍କ ଆକାଉଣ୍ଟରେ ଡେବିଟ୍ ଅନଏବୁଲ୍ ବା କି ଆଧାର କାର୍ଡ଼ ସିଡ଼ିଂ ନାହିଁ, ଆପଣଙ୍କୁ ନିଶ୍ଚୟ ଭାବେ ଡେବିଟ୍ ଅନଏବୁଲ୍ ବା ଆକାଉଣ୍ଟ ସହିତ ଆଧାର କାର୍ଡ଼ଟିକୁ ଲିଙ୍କ କରିବାକୁ ପଡ଼ିବ। କାରଣ ଆପଣମାନେ ଜାଣିଥିବେ ସରକାରଙ୍କ ଦ୍ୱାରା ଯଦି କୌଣସି ଯୋଜନାରେ ଆପଣମାନେ ପଇସା ପାଉଛନ୍ତି କିମ୍ବା ପଇସା ପାଇବାକୁ ଚାହୁଁଛନ୍ତି, ଆପଣଙ୍କୁ ପ୍ରଥମେ ଆପଣଙ୍କ ଆଧାର କାର୍ଡ଼ଟିକୁ ଠିକ୍ କରିବାକୁ ପଡ଼ିବ, ଯେଉଁଥିରେ କି ଆପଣ ନମ୍ବର ଲିଙ୍କ ଥିବ, ତା ସହିତ ବ୍ୟାଙ୍କ ଆକାଉଣ୍ଟଟି ଆଧାର ସିଡ଼ିଂ ହୋଇଥିବ। ଆପଣ ଆକୁ ଆଗ କରିବା ଜରୁରୀ। ଡେବିଟ୍ ଅନଏବୁଲ୍ ଥିଲେ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ପଇସା ଯାହା ବି ଆସିବ ଆପଣଙ୍କୁ ଡେବିଟ୍ ଅନଏବୁଲ୍ କରିବାକୁ ପଡ଼ିବ। ଠିକ୍ ଅଛି, ଏଇଟା ହେଉଛି ଜରୁରୀ। ଯଦି ଆଧାର ସିଡ଼ିଂ ନାହିଁ ତ ଆଧାର ସିଡ଼ିଂ କରିସାରିଲା ପରେ ବ୍ୟାଙ୍କ ଆକାଉଣ୍ଟରେ ତ ଦେନ୍ ଆପଣ ସୁଭଦ୍ରା ଯୋଜନାକୁ ଆପ୍ଲାଏ କରନ୍ତୁ। ଆପଣ ନିଶ୍ଚୟ ଭାବେ ପାଇବେ। ସରକାରଙ୍କ ତରଫରୁ ଯେଉଁଟା ସୁଭଦ୍ରା ଯୋଜନା ମିଳୁଛି ତାହା ସମସ୍ତଙ୍କୁ ମିଳିବ। ଏମିତି ଯେଉଁମାନଙ୍କୁ ବି ରିଜେକ୍ଟ ହୋଇଯାଇଛି ସେମାନେ ନିଶ୍ଚିନ୍ତ ଭାବେ ପାଇବେ। ଆପଣମାନେ କେବେ ବି ବିଶ୍ୱାସ ହରାନ୍ତୁନି, କାରଣ ନା ବିଜେପି ସରକାର କହିଛି ଯେ ସମସ୍ତେ ସୁଭଦ୍ରା ଯୋଜନାର ପଇସା ପାଇବେ, ପ୍ରଭାତୀ ମ୍ୟାମ୍ କହିଛନ୍ତି। ତ ଠିକ୍ ଅଛି, ଯେଉଁମାନେ ବି ଏପର୍ଯ୍ୟନ୍ତ ହେଲାଣି ସୁଭଦ୍ରା ଯୋଜନାଟିକୁ ଆପ୍ଲାଏ କରିନାହାନ୍ତି ତ ନିଶ୍ଚୟ ଭାବେ ଆପ୍ଲାଏ କରିନିଅନ୍ତୁ।